ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା କରାଯାଇଛି ସିବିଆଇ ଦାବି କରୁଛନ୍ତି କିନ୍ତୁ ଗୋଟେ ଏବେ ଚାଲିଛି ଯେ ତାଙ୍କୁ ଗାଡ଼ିରେ ପଚିଶ ଗାଡ଼ିରେ ଦେଖନ୍ତୁ ମୁଁ ମୋହନ ମାଝୀର ସରକାରଙ୍କୁ ଏବଂ ଆମର ଯେଉଁ ମୁଖ୍ୟମନ୍ତ୍ରୀ ଅଛନ୍ତି ତାଙ୍କୁ ଅନୁରୋଧ କରିଛି ସିବିଆଇ ତଦନ୍ତ ପାଇଁ ଯେଉଁ ସବୁ ଗୁଡ଼ାକ ତଥ୍ୟ ଏବଂ ଇନଭେଷ୍ଟିଗେସନ୍ ଅଛି ତାହା ତ ସିବିଆଇ ତଦନ୍ତ ପରେ ହିଁ ଆଗକୁ ଆସିବ ଏବଂ ମୁଁ ଗଣମାଧ୍ୟମ ଜରିଆରେ ଦେଖିଲି ଯେ ଏବଂ ମୋତେ ବହୁତ ଖରାପ ବି ଲାଗୁଛି ଦେଖିକି ଯେ ଯେତେବେଳେ ମୁଁ କିଛି କହୁନଥିଲି ଭାରତୀୟ ଜନତା ପାର୍ଟିର ଅନ୍ୟାନ୍ୟ କର୍ମକର୍ତ୍ତା ମୋ ପରିବାର ଉପରେ ଆକ୍ଷେପ କରୁଥିଲେ ମୋତେ ବଦନାମ କରୁଥିଲେ ମୋ ପରିବାରକୁ ମାନସିକତା ଟର୍ଚରରୁ ମାନେ ତାଙ୍କୁ ପୁରା ଗଣମାଧ୍ୟମ ଜରିଆରେ ଅନେକ କଥା କହୁଥିଲେ ଯେଉଁ ସମୟରେ ମୁଁ ସିବିଆଇ ତଦନ୍ତ କହିଲି ଆପଣ ଗୋଟେ ପ୍ରକାର ଦେଖିଥିବେ ଯେ ଭାରତୀୟ ଜନତା ପାର୍ଟି ଏବେ ସାଇଲେଣ୍ଟ ହେଇଯାଇଛି ତ ନିଶ୍ଚିତ ଭାବରେ ମୁଁ ଖାଲି ଗୋଟେ କଥା କହିବି ରାଜନୀତିଜ୍ଞ ପ୍ରସଙ୍ଗ ଏବଂ ନିଜର ରାଜନୀତିକ ଫାଇଦା ପାଇଁ ମୋ ବାପାଙ୍କ ଜିନିଷ ଗୁଡ଼ାକୁ ଆଗକୁ ସେମାନେ ଆଣୁଛନ୍ତି ସେମାନେ କହିଛନ୍ତି ମୁଁ ଲେଖିକି ଦେବି ପ୍ରଥମେ କହୁଥିଲେ ଯେ ଦୀପାଳି କିଛି କହୁନାହିଁ ଯେତେବେଳେ ମୁଁ କହିଲି ସେମାନେ କହୁଛନ୍ତି ଲେଖିକି ଦେବୁ ନିଶ୍ଚିତ ଭାବରେ ଆମେ ଆମ ପରିବାର ସହିତ ଏ ବିଷୟରେ ଡିସ୍କସନ୍ କରୁଛୁ ଆଉ ଆଗାମୀ ଦିନରେ ଆମେ ଲିଖିତ ଅନୁସାରେ ବି ଦେବୁ ଆଉ ଯଦି ସେମାନେ ପ୍ରକୃତରେ ମୋ ବାପାଙ୍କୁ ଭଲ ପାଉଛନ୍ତି ଏବଂ ନିସ୍ୱାର୍ଥ ପରରେ ନବ ଦାସର ତଦନ୍ତକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି ମୁଁ ଅନୁରୋଧ କରିବି ଏ ସରକାରକୁ ନିଶ୍ଚିତ ଭାବରେ ସେମାନେ ଆଗକୁ ଯାଆନ୍ତୁ ଆମେ ଲେଖିକି ବି ଜଣାଇବୁ ଏବଂ ଯେଉଁଟା ବି ଦରକାର ପଡ଼ିବ ଆମ ତରଫରୁ ଆମେ ସବୁ ତାହେଲେ ଆପଣ ଚାହୁଁଛନ୍ତି ହତ୍ୟାକାରୀ କିଏ ଏବଂ କାରଣ କ'ଣ ଭାବୁଛନ୍ତି ଶୁଣନ୍ତୁ ସିବିଆଇ ତଦନ୍ତ ସେମାନେ କହୁଥିଲେ ଯେ ମୁଁ କହୁନାହିଁ କହିକି ମୁଁ ତ କହିନାହିଁ ସେମାନେ କହୁଥିଲେ ନା ସେମାନେ ବାରମ୍ବାର ଗଣମାଧ୍ୟମରେ ଭାରତୀୟ ଜନତା ପାର୍ଟିର ଲୋକମାନେ ପ୍ରେସ୍ କନଫରେନ୍ସ କରିକି କହୁଥିଲେ ଯେ ଦୀପାଳି ଚୁପ୍ ଅଛି ଦୀପାଳି କହୁନାହିଁ ପରିବାର ଆଜି ପର୍ଯ୍ୟନ୍ତ କିଛି କହୁନାହିଁ ଆଜି ପରିବାର କହିଦେଲା ଆଜି ମୁଁ କହୁଛି ତ ଏବେ ତାଙ୍କ ଉପରେ ଅଛି ସେମାନେ କ'ଣ କରୁଛନ୍ତି କ'ଣ ନାହିଁ ଯଦି ସେମାନେ ପ୍ରକୃତରେ ଯଦି ମୋ ପରିବାର ପାଇଁ ସେମାନେ କିଛି କରିବାକୁ ଚାହୁଁଛନ୍ତି ତ କରନ୍ତୁ ସେମାନେ ଆମେ ତ ମନା କରୁନୁ ଆସନ୍ତା ଦୁଇ ଦିନ ହେଲାଣି ଗୋଟେ ତଦନ୍ତକୁ ନେଇକରି ଗୋଟେ ହଟଚମଟ ଚାଲିଛି ବିଭିନ୍ନ ପ୍ରତିକ୍ରିୟା ଏଇଟା ହିଁ ଅଛି ଆଜ୍ଞା ଯେ ଯେଉଁ ଇନଭେଷ୍ଟିଗେସନ୍ ଅଛି ଯେଉଁଟା ବି ଅଛି ଏବେ ତ ଦେଖନ୍ତୁ ଇନଭେଷ୍ଟିଗେସନ୍ ତ ଷ୍ଟିଲ୍ ଓପନ୍ ଅଛି କୋର୍ଟରେ କେସ୍ ଚାଲୁଛି ଆପଣ ସମସ୍ତେ ଜାଣିଥିବେ ତ ଯଦି ଗୋଟେ ସିବିଆଇ ତଦନ୍ତ ପାଇଁ ସରକାର ଯଦି ଆଗକୁ ବଢ଼ିଲେ ତ ନିଶ୍ଚିତ ଭାବରେ ସିବିଆଇ ତଦନ୍ତ ହେଲେ ଯେଉଁ ଇନଭେଷ୍ଟିଗେସନ୍ ଆସିବ ଯେଉଁଟା ଆସିବ ତାପରେ ଆମେ ଗଣମାଧ୍ୟମ ଜରିଆରେ ତାକୁ ସମସ୍ତଙ୍କୁ ଜଣାଇବୁ ଯେହେତୁ ଗୋଟେ ତଥ୍ୟ ଆସୁଛି କ୍ୟାମେରାଜ ବି ଦେଇଛି ଯେ ତାଙ୍କ ଆଗକୁ ବୁଲିବା ପଛ ଗାଡ଼ିରେ ମଧ୍ୟ ମୁଁ ସେଇଟା କହୁଛି ଯଦି ସିବିଆଇ ତଦନ୍ତ ହେଲା ଯଦି ସରକାର ଚାହିଁଲେ ଯଦି ସରକାର ଆମ ପରିବାରକୁ ମାନେ ନ୍ୟାୟ ଦେବା ପାଇଁ କହୁଛନ୍ତି ଯେ ସେମାନେ ତ କହୁଛନ୍ତି ଯେ ଆମେ କହୁନୁ କିଛି ତ ଏବେ ତ ଆମେ କହିଦେଲୁ ତ ସେମାନେ ଯଦି